আমার যোগী দেবদত্ত যে কথা কহিলে মু গোটে কথা কবি আহার গোরখ সংহিতার আছে আহার শুদ্ধ সত্য শুদ্ধি সত্য শুদ্ধ ধ্রুবা স্মৃতি স্মৃতি লাভে সর্বগ্রন্থি বিপ্রমুখ্য। আহারটা যদি শুদ্ধি হব মানে সাত্বিক হব তাহলে সত্য সত্য শুদ্ধি হব। তো সাত্বিকতা অবলম্বন কলে স্মৃতি শক্তি জাগ্রত হব। স্মৃতি শক্তি জাগ্রত হলে বিশ্বের এমনি কিছু কথা নাই যেটা করায়ত্ত করি হবনি। তো সেটা হচ্ছে হিন্দু পাখের আছে। তো হিন্দু জীবন প্রতি আমি হিন্দু কোনোদিন কাহাକୁ বিରୋଧ କରିନି। এটা মনে কি হিন্দু ସମସ୍ତେ ଯୋଡିବାକୁ ଚାହିଁଛି। ହିନ୍ଦୁ ଭଲ ବିଚାର ଦେଇଛି ଗୋଟେ ଉତ୍ତମ ମଣିଷ ହୁଅ ସମାଜରେ ମଣିଷ ପରି ମଣିଷଟିଏ ହୁଅ ଏ ହିନ୍ଦୁ ଶିଖେଇଛି। ତେଣୁ ଆମେ ହିନ୍ଦୁ ମାନେ ଏକାଠି ନହେଇଥିବା କାରଣରୁ ଏ ପ୍ରକାର ହିନ୍ଦୁ ସମାଜ ବ୍ୟବସ୍ଥା କରିଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟ ହେଲା ସେଇଆ ସ୍ୱୟଂସେବକ ନିକ ନିଜ ଇଚ୍ଛାରେ ଯେ ସମାଜର ସେବା କରେ। ଏଠି କାହାକୁ କୁହାଯାଏନି ଜବରଦସ୍ତି ଅଣାଯାଏନି। ନିଜ ଇଚ୍ଛାରେ ରାଷ୍ଟ୍ର ପାଇଁ ସମଗ୍ର ଜଗତ ପାଇଁ ଯେ ସେବା କରନ୍ତି ସେ ହଉଛନ୍ତି ସ୍ୱୟଂସେବକ। ଏଠି ରାଷ୍ଟ୍ରୀୟ ସ୍ୱୟଂସେବକ କାର୍ଯ୍ୟ ହେଲା କି ମୋ ବହୁତ ଆପଣ ସମସ୍ତେ ଏକାଠି ରୁହନ୍ତୁ ସଂଗଠିତ ରୁହନ୍ତୁ କୌଣସି ଅନ୍ୟଥା ଚିନ୍ତା କରନ୍ତୁ ନାହିଁ। ସଂଗଠିତ ହେଲେ ତାର ସମଗ୍ର କଣ ହବ ଆନନ୍ଦରେ ଉଛଳି ଉଠିବ ଏବଂ ଆମର ସମାଜଟା ପୂର୍ଣ୍ଣ ହବ। योगी देवदत्त महाराज दिगपहंडी श्रीमा हरिप्रिया आश्रम आज जो यही जगार हिंदू विश्व हिंदू परिषद सम्मेलन होता तार मुख्य उद्देश्य हिंदू मानकर संख्या कमिबाक जाउची हिंदू मानक भितर एकता कमिबाक जाउची और हिंदू मानक प्रति आसुची विपद अन्य संप्रदाय हिंदू मानक समस्त को एकत्रित करवा। ଆପଣ ଦେଖିବେ ହିନ୍ଦୁ ସବୁବେଳେ ବି ମୁସଲିମ ବିଭିନ୍ନ ଜାଗାର ବିଭିନ୍ନ ଇଏରୁ ସବୁବେଳେ ହିନ୍ଦୁ ପ୍ରତି ଅତ୍ୟାଚାର ରହୁଛି କିନ୍ତୁ ହିନ୍ଦୁ କେବେ ବି ହେଇପାରୁନାହାନ୍ତି। ସେଇଟା ପାଇଁ ଆମର ଗୋଟେ ସାଧୁ ସମାଜ ତରଫରୁ ଆମେ ହିନ୍ଦୁ ମାନଙ୍କୁ ଗୋଟେ ସଚେତନ କରୁଛୁ ଯେ ଆମ ଭିତରେ ଭେଦଭାବ ଛୁଆଁ ଛୁଆଁ ଜାତିପାତି କି ଭୁଲି ଆମେ ସମସ୍ତେ ହିନ୍ଦୁ ଭାଇ ଭାଇ ହେଇକି ଚଳିବା। ଆମର ବିବିଧତା ଭିତରେ ଏକତା ରହିକି ଭାଇଚାରା ସୃଷ୍ଟି କରିବା। ଯାହାହେଲେ ଆମେ ହିନ୍ଦୁ ମଝିରେ ଶକ୍ତିଶାଳୀ ହେଇପାରିବା ଆଉ ଆମର ମାତା ଗୋମାତା କୁ ରକ୍ଷା କରିପାରିବା ରାଷ୍ଟ୍ର ମାତା କୁ ରକ୍ଷା କରିପାରିବା। କଥାରେ ଅଛି ଯେମିତି ଖାଇବ ଅନ୍ନ ସେମିତି କହିବ ମନ ମନ ଅନୁସାରେ କର୍ମ। କିନ୍ତୁ ଆଜିକାଲି ତ ଆମର ଖାଦ୍ୟ ଭକ୍ଷଣ କରୁଛନ୍ତି ଲୋକଙ୍କର ମନ ପରିବର୍ତ୍ତନ ବିଭିନ୍ନ ପ୍ରକାର ଅତ୍ୟାଚାର ତା ଭିତରେ କଣ ଆପଣ କେମିତି ପରିବର୍ତ୍ତନ କରିବେ? ଦେଖନ୍ତୁ ଆମର ସେଟା ପାଇଁ ସାଧୁ ସମାଜରେ ଆମେ କୋଉଠି ଖାଇବାକୁ ପାଇଁ ମନା କାହା ଘରେ ଯେ ସେ ଅନ୍ନ ସେ ମନ ଆମର ଯୋଉ ଆଜି ପାଶ୍ଚାତ୍ୟ ଦେଶର ଯୋଉ ସଭ୍ୟତା ପଶି ଯାଇଛି ଆମ ରାଷ୍ଟ୍ରରେ ସେ ପ୍ରକାର ଆସୁରିକ ଖାଦ୍ୟ ଆଉ ତାମସିକ ଖାଦ୍ୟ ଖାଇକିରି ସମସ୍ତଙ୍କର ମାନସିକ ବିଶୃଙ୍ଖଳିତ ହେଇଯାଇଛି। ସେମାନଙ୍କୁ ଆମେ ପରିବର୍ତ୍ତନ କରିବାକୁ ପଡିବ। ଗୀତା ଆଉ ରାମାୟଣ ରାମଙ୍କର ରାମଚରିତ ମାନସ ଏସବୁ ଆଦର୍ଶ ସେମାନଙ୍କୁ ଅନୁପ୍ରାଣିତ କରିକି ଆମେ ସଂସ୍କାର କରିବାକୁ ପଡିବ। ଜୟ ଶ୍ରୀରାମ ଜୟ ଜଗନ୍ନାଥ ସମସ୍ତଙ୍କୁ ଧନ୍ୟବାଦ ଆସିଥିବାରୁ। এই হিন্দু সম্মেলনର ମୁଖ୍ୟ ଉଦ୍ଦେଶ୍ୟ ହଉଛି କେମିତି ଆମେ ଏକତ୍ରିତ ହେବା କେମିତି ଆମେ ଏକାଠି ହେଇକି ରହିବା। ଆମେ ଦେଖିଲୁ ସମାଜରେ ଆମ ପରିବାର ଆଉ ଏକାଠି ନାହିଁ। ଆମର ପରିବାର ଛୋଟ ହେଇଗଲାଣି। ସେଇଟା ଆମେ ଭାବିଲୁ ସମଗ୍ର ସମାଜକୁ ଯଦି ଆମେ ଗୋଟେ ପରିବାର ଭାବିବା ତାହେଲେ ଆମ ପରିବାର ପୁଣି ସେଇ ଏକାଠି ହେଇକି ସେମିତି ଗୋଟେ ଦୃଢ ପରିବାର ଗୋଟେ ଗୋଟେ ବଡ ପରିବାରର ହେଇପାରିବ। କାରଣ ଆଗରୁ ଦେଖୁଥିଲେ ଆପଣ ହଣ୍ଡା ବସୁଥିଲା ଘରେ ଏବେ ଆଉ ସେ ସବୁ ନାହିଁ। ସେଇଟା ଆମେ ଭାବୁଛୁ ସମାଜରେ ହିନ୍ଦୁ ମାନଙ୍କୁ ଏକାଠି କରିକି କେମିତି ଆମେ ଯଦି ଏକତ୍ରିତ ହେବା ବହୁତ ଆଗକୁ ଯାଇପାରିବା ସବୁ କିଛି କରିପାରିବା। କାରଣ ଦୁଃଖ ସୁଖରେ ସାଥିଟିଏ ପାଇପାରିବା ପରସ୍ପରକୁ ସାହାଯ୍ୟ କରିପାରିବା ସେ କ୍ଷେତ୍ରରେ ମଧ୍ୟ ଆମେ ଆଗକୁ ଯାଇପାରିବା। ତାପରେ ଖାଲି ଏକତ୍ରିତ ହେଲେ ହବ ନାହିଁ କେମିତି ଆମେ ନିଜେ ନିଜକୁ ସୁଦୃଢ କରିବା ନିଜର ରୋଜଗାର ଅଛି ନା ନାଇଁ ଚିନ୍ତା କରିବା କିମ୍ବା ପରସ୍ପରକୁ ସାହାଯ୍ୟ କରିବା ରୋଜଗାର ଦେବାରେ ହଉ ସ୍ୱାବଲମ୍ବୀରେ କରିବାରେ ହଉ କିମ୍ବା ତାକୁ କୋଉ ମାନସିକ ସ୍ତରରେ ମଧ୍ୟ ସାନ୍ତ୍ୱନା ଦେବାରେ ସାହାଯ୍ୟ କରିବାରେ ସେତିକି ବି ବଢୁନି। କାରଣ ଆମେ ଦେଖୁଛୁ ସେତିକି ବି ହଉନି। ଆମ ପଡିଶା ଘର ଲୋକ ଆମକୁ କେବେ ଦେଖା ବି ହଉନି କଥା ବି ହଉନି। ତ ଆମେ ଚାହୁଁଛୁ ନିଜ ଭିତରେ ବନ୍ଧୁତା ସ୍ଥାପନ ହଉ। ସେଇଠି ଆମେ ଏଇ ଅଞ୍ଚଳରେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲୁ ଆସନ୍ତୁ ସମସ୍ତେ ଏକାଠି ହେବା ବସିବା। ଏଠି ଗୋଟେ ସୁନ୍ଦର କାଣ୍ଡ ମଧ୍ୟ ଆୟୋଜନ କରିଥିଲୁ ଦେଖିବା। ତାପରେ ପ୍ରସାଦ ସେବନ ମଧ୍ୟ ଅଛି। ଏଠି ରହିକି ଗୋଟେ ସୁସ୍ଥ ପରିବେଶରେ ଆମେ ମାନେ ଭାଇଚାରା ଗଢିବା ଆଗକୁ ବଢିବା। ଏଠି ମଧ୍ୟ ମୋର ଭାଇଟିଏ ଅଛି ପ୍ରିୟ ଭାଇଟେ ପ୍ରକାଶ ସେ ହିନ୍ଦୁତ୍ୱ ଉପରେ ବହୁତ କାମ କରୁଛି ଗୋ ସେବା ଉପରେ କାମ କରୁଛି। ପ୍ରଧାନ ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏଇଟା ସଂଘର 100 ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତ ବର୍ଷରେ ହିନ୍ଦୁ ସମ୍ମିଳନୀର 7 ପ୍ରକାରର କାର୍ଯ୍ୟକ୍ରମ ହେଉଛି। ତା ଭିତରେ ଏଇ ମାସ ଜାନୁଆରୀ ମାସ ଆମ ପ୍ରାନ୍ତରେ ହିନ୍ଦୁ ସମ୍ମିଳନୀ ଚାଲିଛି। ସେ ଜାନୁଆରୀ 1 ରୁ ନେଇକି ଜାନୁଆରୀ 31 ପର୍ଯ୍ୟନ୍ତ ଏଇ କାର୍ଯ୍ୟକ୍ରମ ଚାଲିବ। ତାର ଅଂଶ ସ୍ୱରୂପ ରାମେଶ୍ୱର ଏଇ ଯୋଉ ମନ୍ଦିର ପ୍ରାଙ୍ଗଣରେ ଆଜି ହିନ୍ଦୁ ସମ୍ମିଳନୀ ଥିଲା। ଏହାର ମୁଖ୍ୟ ଆଭିମୁଖ୍ୟ ହିନ୍ଦୁ ମାନଙ୍କୁ ଏ କରିବା ହିନ୍ଦୁ ଉପରେ ଯେତେ ହିନ୍ଦୁ ସମାଜ ଉପରେ ଯେତେ ସମସ୍ୟା ଆସୁଛି ସାଧୁ ସନ୍ଥ ଏଠି ସଚେତନ ନାଗରିକ ତାର ସମସ୍ୟାର ସମାଧାନ କରନ୍ତୁ। ହିନ୍ଦୁ ସମାଜ ଉପରେ ଯେଉଁ ପ୍ରକାର ଆକ୍ରମଣ ହଉଛି ହିନ୍ଦୁ ସମାଜ ଭିତରେ ଥିବା ବିଭିନ୍ନ କୁପ୍ରଥା ତାକୁ ଦୂର କରିକି ଆମେ ହିନ୍ଦୁ ଆମେ ଭାରତର ନାଗରିକ ସେ ବିଷୟ ପ୍ରତି ସଚେତନ ରୁହନ୍ତୁ।
ସେଇ ଉଦ୍ଦେଶ୍ୟରେ ଏଇ କାର୍ଯ୍ୟକ୍ରମ ଥିଲା।